ଏହି କାହାଣୀରେ ମୋର ନିଜସ୍ୱ କିଛି ମତାମତ ନାହିଁ। ଏହି କାହାଣୀଟି ଆମ ପାଖକୁ ଆମର ଜଣେ ସବସ୍କ୍ରାଇବର ଭାଇ ପଠାଇଛନ୍ତି। ଯଦି କିଛି ତ୍ରୁଟି ଥାଏ ତାହେଲେ କ୍ଷମା କରିବେ। ତ ଚାଲନ୍ତୁ ସେ ପଠାଇଥିବା କାହାଣୀଟିକୁ ମୁଁ ଆପଣମାନଙ୍କୁ କହୁଛି। ମୁଁ ଗାଧୁଆ ଘରେ ଖୋଲା ଦେହରେ ଗାଧୋଉଥିବା ବେଳେ ମୋ ଦିଦି ମୋତେ ଦେଖିଥିଲା। ଆଉ କେମିତି ସେ ତା'ର ମୋ ଆଗରେ ଦେଖେଇକି ମୋତେ ଗରମ କରିଲା। ଆଉ ତାପରେ ଦିଦି ଆଉ ମୁଁ ଆମେ ଦୁଇଜଣ ସମ୍ପର୍କ ରଖିବାକୁ ବାଧ୍ୟ ହେଲୁ। ଆଉ ତାପରେ ମୁଁ ଦିଦି ସହ କ'ଣ କ'ଣ କରିଲି ଆଉ ଆଗକୁ କ'ଣ କ'ଣ ହେଲା ଜାଣିବା ପାଇଁ କାହାଣୀଟିକୁ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ନିହାତି ଶୁଣନ୍ତୁ। ମୁଁ ଗ୍ୟାରେଣ୍ଟି ଦେଉଛି ଆଜି ମୁଁ ଆପଣମାନଙ୍କୁ ପୁରା ଗରମ କରିଦେବି। ତ ଚାଲନ୍ତୁ ଆଉ ଡେରି ନକରି କାହାଣୀକୁ ଆରମ୍ଭ କରିବା। ମୋ ନାଁ ସୋନୁ, ମୋର ବୟସ 22 ବର୍ଷ। ଆଉ ମୋ ଦିଦିର ନାଁ ହେଉଛି ରିମା, ତା'ର ବୟସ 24 ବର୍ଷ। ମୋ ଦିଦିଠାରୁ ମୁଁ 2 ବର୍ଷ ସାନ ଥିଲି। ମୋ ଘରେ ମମି ବାପା ଓ ଆମେ 2 ଜଣ ରହୁଥିଲୁ। ମୁଁ ଆପଣମାନଙ୍କର ସମୟ ବେଶୀ ନଷ୍ଟ ନକରି ଆମର ସେ ସବସ୍କ୍ରାଇବର ଭାଇ ପଠାଇଥିବା କାହାଣୀକୁ ଆପଣମାନଙ୍କୁ ସିଧା କହୁଛି। ଗୋଟେ ଦିନର କଥା, ଯେତେବେଳେ ମୁଁ ଗାଧୁଆ ଘରେ ଗାଧୋଉଥିଲି। ଆଉ ମୁଁ ଗାଧୁଆ ଘରେ ଗାଧୋଇଲା ବେଳେ ସବୁବେଳେ ପୁରା ଖୋଲା ଦେହରେ ଗାଧାଏ। ସେଦିନ ମୁଁ କବାଟ ବନ୍ଦ କରିବା ଭୁଲି ଯାଇଥିଲି। ଅଚାନକ ଦିଦି ଗାଧୁଆ ଘରକୁ ଚାଲି ଆସିଲା। ସେତେବେଳେ ମୁଁ ମୋର ସେଇଠି ସାବୁନ ମାରୁଥିଲି। ଆଉ ଦିଦି କବାଟ ଖୋଲିବା ମାତ୍ରେ ମୁଁ ଲାଜରେ ମୁହଁ ତଳକୁ କରିଦେଲି। ଆଉ ଦିଦି ମୋତେ ସେଦିନ ଥରକ ପାଇଁ ପୁରା ଏଭଳି ଦେହରେ ଦେଖି ନେଇଥିଲା। ତାପରେ ମୁଁ ମୋର 2 ହାତରେ ମୋର ସେଟାକୁ ଲୁଚେଇ ଦେଲି। ଦିଦି ଯେମିତି ଦେଖିଛି ସେ କବାଟ ବନ୍ଦ କରିଦେଲା। ଏହି ଘଟଣା ମୋତେ ପୁରା ଲଜ୍ଜିତ କରିଦେଲା। ଅନେକ ସମୟ ପର୍ଯ୍ୟନ୍ତ ମୁଁ ଭାବିଲି ଆଉ ସାୱାର ପାଣି ସେମିତି ମୋ ଉପରେ ପଡ଼ୁଥାଏ। କିଛି ସମୟ ପରେ ମୁଁ ଗାଧୋଇ ବାହାରକୁ ଚାଲି ଆସିଲି। 2 ପହରରେ ମୁଁ ଏକା ଘରେ ବସିଥିଲି। ଦିଦି ଆସି ମୋ ପାଖରେ ବସିଲା। ମୋତେ ଦିଦି କହିଲା, କ'ଣ ହୋଇଛି ମୋ ଭାଇର, ଏତେ ଉଦାସରେ ବସିଛୁ? ମୁଁ କହିଲି, ଦିଦି ତୁ ମୋତେ ପୁରା ଦେଖିଦେଲୁ। ଦିଦି କହିଲା, କ'ଣ ହେଲା? ଦେଖିଦେଲି ତ ଦେଖିଦେଲି, ତୋତେ କବାଟ ବନ୍ଦ କରି ଗାଧୋଇବାର ଥିଲା। ତାପରେ ମୁଁ କହିଲି, ଦିଦି ତୁମେ ବି ତ କବାଟ ଲକ୍ କରି ଆସିପାରିଥାନ୍ତ। ତାପରେ ଦିଦି କହିଲେ, ମୁଁ କ'ଣ କବାଟ ଲକ୍ କରିବି? ଯିଏ ବି ଭିତରେ ଥିବ ତା'ର ଦାୟିତ୍ୱ ହେଉଛି ସେ ଭିତରୁ ଲକ୍ କରିବ। ଯଦି ଦେଖିଦେଲି ତ କ'ଣ ହୋଇଗଲା? ତୁ ବି ତ ମୋତେ ଦେଖୁ, ମୁଁ ଯେତେବେଳେ ଘର କାମ କରୁଥାଏ। ଦିଦି ଯାହା କହିଲା ପୁରା ସତ। ମୁଁ ଦିଦିକୁ କାମ କରିବା ବେଳେ ସବୁବେଳେ ଘୁରି ଘୁରି ଚାହେଁ। କିନ୍ତୁ ମୋତେ ଜଣା ନଥିଲା ଦିଦି ଏସବୁ ଉପରେ ଧ୍ୟାନ ରଖିଥିଲା। କିନ୍ତୁ ଏଥିରେ ମୋର କିଛି ଭୁଲ ନଥିଲା। ମୋ ଦିଦିର ଦେହର ଗଠନ ଓ ତା'ର ସୁନ୍ଦରତାକୁ ଦେଖି କେହି ବି ତା ଉପରେ ନଜର ପକାଇବା ପାଇଁ ବାଧ୍ୟ ହେବ। କେବଳ ଏତିକି ନୁହେଁ, ଦିଦି ଯେତେବେଳେ ନଈ କରି ଝାଡ଼ୁ କରେ ମୁଁ ତା'ର ଗୋଲ ଗୋଲ ଦୁଇଟାକୁ ଦେଖିବା ପାଇଁ ଲାଳାୟିତ ରୁହେ। ଯେତେବେଳେ ଦିଦି ସହ ଏତେ ସବୁ କଥା ହୋଇସାରିଥିଲି, ମୁଁ ଭାବିଲି କଥା ଆଗକୁ ବଢ଼େଇଲେ କେମିତି ହେବ। ତାପରେ ମୁଁ କହିଲି, କିନ୍ତୁ ଦିଦି ମୁଁ ତ କେବଳ ତୁମକୁ କପଡ଼ାରେ ଦେଖିଛି, ତୁମେ ତ ବିନା କପଡ଼ାରେ ପୁରା ଦେଖିଥିଲ ମୋତେ। ତାପରେ ଦିଦି କହିଲେ, ଦେଖ ଏଥିରେ ମୋର କିଛି ଭୁଲ ନାହିଁ। ତୁ ପୁରା ଖୋଲା ହୋଇ ଗାଧୋଇବୁ, ପୁଣି ସେଥିରେ କବାଟ ବନ୍ଦ କରିବୁ ନାହିଁ। ଦେଖିଦେଲି ତ ଦେଖିଦେଲି। ମୁଁ ଜାଣିଶୁଣି ତୋତେ ଦେଖିବା ପାଇଁ ଗାଧୁଆ ଘରକୁ ଯାଇନଥିଲି। ମୁଁ ବି ଗାଧୋଇବାକୁ ଯାଇଥିଲି। ଏତିକି କହି ଦିଦି ଉଠିକରି ଗାଧୁଆ ଘର ଆଡ଼େ ଚାଲିଗଲା। ଦିଦି ଯେତେବେଳେ ଗାଧୁଆ ଘରେ ପହଞ୍ଚି କବାଟ ବନ୍ଦ କରିବାକୁ ଗଲା, ସେ ମୋତେ ଦେଖି ପଚାରିଲା, କ'ଣ ହେଲା? ମୁଁ କହିଲି, ମୁଁ ତୁମକୁ ଦେଖିବାକୁ ଚାହୁଁଛି। ଦିଦି କହିଲା, କ'ଣ ପାଗଳ ହୋଇଗଲୁ? ଚାଲ ଉଠୁ। ତାପରେ ମୁଁ କହିଲି, ନା ଦିଦି, ଆଜି ତ ମୁଁ ତୁମଠାରୁ ବଦଲା ନେଇକି ହିଁ ରହିବି। ମୁଁ ଜାଣିଥିଲି ଦିଦି ମୋତେ ଦେଖିବାକୁ ଦେବ ନାହିଁ, କିନ୍ତୁ ମୋ କଥାରେ ରାଗିବ ନାହିଁ। ସେଥିପାଇଁ ମୁଁ ମୋ ଜିଦିରେ ଅଟଳ ରହିଲି। ତାପରେ ଦିଦି କହିଲେ, ଯିବାକୁ ଦେ ମୋତେ, ବହୁତ ଜୋରରେ ପରିସ୍ରା ଲାଗିଲାଣି। ମୁଁ କହିଲି, କରିଦିଅ, ମୁଁ କେତେବେଳେ ତୁମକୁ ରଖିଛି, କିନ୍ତୁ ମୁଁ ତୁମକୁ କବାଟ ବନ୍ଦ କରିବାକୁ ଦେବି ନାହିଁ। ଦିଦି କହିଲେ, ଠିକ୍ ଅଛି, ମୁଁ ବି ତୋତେ କିଛି ଦେଖିବାକୁ ଦେବି ନାହିଁ। ତାପରେ ଦିଦି ତାଙ୍କର ଭିତରେ ହାତ ପୂରେଇ ଭିତରେ ଭିତରେ ସେ ତା'ର ତଳକୁ କରି ବସି ପଡ଼ିଲେ। ତଳେ ଯେମିତି ସେ ବସିଛନ୍ତି ତାଙ୍କର ଫ୍ରକ୍ ତା'ର ଆଗରେ ପକାଇଦେଲେ। ସତରେ ମୋତେ କିଛି ଦେଖାଗଲା ନାହିଁ। ଦିଦି 2 ମିନିଟ୍ ପର୍ଯ୍ୟନ୍ତ ସେମିତି ବସି ରହିଲା। ତାକୁ ଲାଜ ତ ଲାଗୁଥିଲା, କିନ୍ତୁ ସେ ପରିସ୍ରା ବି କରିପାରିଲା ନାହିଁ। ପରେ ଏକଦମ ସରସରକି ଶବ୍ଦ ଆସିଲା। ଦିଦି ପରିସ୍ରା କରିଲା ଓ ଉଠିକରି ଚାଲିଗଲା। ଆଉ ବାହାରକୁ ବାହାରିବା ସମୟରେ ମୁଁ ଦିଦିର ହାତ ଧରିଦେଲି ଏବଂ କହିଲି, ଦିଦି ଏତେ ଚିଟିଂ ହେଲା, ତୁମେ ତ ମୋତେ ସତରେ କିଛି ବି ଦେଖିବା ପାଇଁ ଦେଲ ନାହିଁ। ଦିଦି କହିଲେ, ଏଥିରେ ମୋର କ'ଣ ଭୁଲ ରହିଲା? ମୁଁ ତ ତୋ ସାମ୍ନାରେ ବସିଥିଲି, ତୁ କିଛି ଦେଖିପାରିଲୁ ନାହିଁ, ମୁଁ କ'ଣ କରିପାରିବି? ମୁଁ କହିଲି, ପ୍ଲିଜ୍ ଦିଦି କିଛି ତ ଦେଖିବା ପାଇଁ ଦିଅ। ଦିଦି କିଛି ଭାବିଲେ, ତାପରେ କହିଲେ, ଠିକ୍ ଅଛି, ରାତିରେ ଦେଖେଇବି, ମୋ ରୁମ୍କୁ ଚାଲି ଆସିବୁ।
ସେହି ସମୟରେ ମୁଁ ବି ବେଶୀ ଜିଦ୍ କରିବା ଠିକ୍ ବୋଲି ଭାବିଲି ନାହିଁ, କାରଣ ମା ଘରୁ ବାହାରକୁ ଯାଇଥିଲା, ସେ କେତେବେଳେ ବି ଆସିପାରେ। ଏବେ ମୁଁ ରାତିକୁ ଅପେକ୍ଷା କରି ରହିଲି। ରାତିକୁ ମା ଓ ବାପା ଶୋଇବା ପରେ ମୁଁ ଦିଦିର ରୁମ୍କୁ ଗଲି। ଦିଦି ଶୋଇଥିଲା। ମୁଁ ଦିଦିକୁ କହିଲି, ଦିଦି ଏବେ ତ ଦେଖା। ଦିଦି କହିଲା, କାଲି ସକାଳେ ମା ଓ ବାପା ଅଜା ଘରକୁ ଯାଉଛନ୍ତି, ଆଉ ତୁ ଯଦି ଏବେ ଜଲ୍ଦି ନ ଶୋଇବୁ ସକାଳୁ କେମିତି ଶୀଘ୍ର ଉଠିବୁ, ଯାଇକି ଶୋଇପଡ଼। ମୁଁ କହିଲି, କିନ୍ତୁ ଦିଦି ତୁମେ କହିଥିଲ ରାତିରେ ଦେଖେଇବ। ତାପରେ ସେ କହିଲେ, କାଲି ଘରେ କେହି ନାହାନ୍ତି, କାଲି ଦେଖିନେବୁ। କିନ୍ତୁ ମୁଁ ଦିଦିର ଟୁମୁକା ହୋଇଥିବା ଦୁଇଟି ଜିନିଷକୁ ଦେଖୁଥିଲି, ଯାହାକୁ ଦେଖି ମୁଁ ଉତ୍ତେଜିତ ହେବାରେ ଲାଗିଥିଲି। ମୁଁ କହିଲି, ଦିଦି କାଲି ତ ଦେଖିବି, କିନ୍ତୁ ଆଜି ତ ଦେଖିବାକୁ ଦିଅ। ଦିଦି କହିଲେ, ନା ଏବେ ସେସବୁ ହୋଇପାରିବନି। ମୁଁ କହିଲି, ତୋର ଗୋଲ ଗୋଲ ଜାଗାରେ ଟିକେ ପପି କରିବାକୁ ଦେ। ଦିଦି କହିଲେ, ଠିକ୍ ଅଛି, ଥରେ କରିକି ଚାଲିଯିବୁ। ତାପରେ ମୁଁ ଦିଦିର ବଡ଼ ବଡ଼ ଦୁଇଟାକୁ ଟିକେ ସାଉଁଳେଇଲି। ତାପରେ ମୁଁ ତାର ଉପରୁ ହିଁ ତାକୁ ପପି ଦେବାକୁ ଲାଗିଲି। ପ୍ରଥମ ଥର ପାଇଁ ମୁଁ ଦିଦିର ଏତେ ମଜାରେ ଛୁଉଁଥିଲି। ବହୁତ ମଜା ଆସୁଥିଲା ଦିଦିର ଛୁଇଁବାରେ। ଦିଦି ବି ଗରମ ହେବାରେ ଲାଗିଲା। କିଛି ସମୟ ପର୍ଯ୍ୟନ୍ତ ମୁଁ ଦିଦିର ସାଉଁଳେଇଲି। ଦିଦି ଜମାରୁ କିଛି କହୁନଥିଲା। ତାପରେ ମୁଁ ଜୋସ୍ରେ ଆସି ଦିଦିର ଓଠକୁ କାମୁଡ଼ିବାକୁ ଲାଗିଲି। ଦିଦି ମୋତେ ପ୍ରଥମେ ମନା କଲା, କିନ୍ତୁ ପରେ ସେ ମୋ ସାଥ ଦେବାକୁ ଲାଗିଲା। ଆଉ 2 ମିନିଟ୍ ପର୍ଯ୍ୟନ୍ତ ମୁଁ ଦିଦିର ଚଷିବା ପରେ ସେ ମୋତେ ତାଠାରୁ ଦୂରେଇ ଦେଲା। ବନ୍ଧୁମାନେ, ଏହା ମୋ ଜୀବନର ପ୍ରଥମ ଥିଲା। ତାପରେ ମୁଁ ଦିଦିକୁ ଗୁଡ୍ ନାଇଟ୍ କହିଲି ଏବଂ ମୋ ରୁମ୍କୁ ଚାଲି ଆସିଲି। ମୋର ପୁରା ଠିଆ ହୋଇକି ଥିଲା। ମୁଁ ଦିଦି ରୁମ୍ରୁ ଆସିବା ପରେ ମୋର ତଳ ଉପର କରିଦେଇ ଶାନ୍ତ କଲି, ଆଉ ଶୋଇପଡ଼ିଲି। ଆଉ ସକାଳୁ ଉଠି ମୁଁ ମୋ ମା ଓ ବାପାଙ୍କୁ ଷ୍ଟେସନ ଛାଡ଼ିବାକୁ ଚାଲିଗଲି। ଆଉ ମୁଁ ଘରକୁ ଆସି ଦେଖିଲି ଦିଦି ଘରେ ଜଳଖିଆ ପ୍ରସ୍ତୁତ କରୁଛି। ମୁଁ ଲୁଚିକି ଆସି ଦିଦିକୁ ଧରି ପକାଇଲି। ଦିଦି କହିଲା, ଏ କ'ଣ କରୁଛୁ? ମୁଁ କହିଲି, ଦିଦି ଏବେ ତ ଘରେ କେହି ନାହାନ୍ତି, ଏବେ ତ ଦେଖା। ଦିଦି କହିଲା, ମୋତେ ଖାଇବା ତ ବନେଇବାକୁ ଦେ। ମୁଁ କହିଲି, ତୋତେ ଖାଇବା ବନେଇବାକୁ କିଏ ମନା କରୁଛି? ତାପରେ ଦିଦି ଖାଇବା ପ୍ରସ୍ତୁତ କରୁଥିଲା, ଆଉ ମୁଁ ପଛପଟୁ ଦିଦିର ସାଉଁଳେଇବାକୁ ଲାଗିଲି। କିଛି ସମୟ ଭିତରେ ଖାଇବା ବି ପ୍ରସ୍ତୁତ ହୋଇଗଲା। ଦିଦି କହିଲା, ଆଗ ଖାଇବା ଖାଇନେ, ତାପରେ ତୁ ତୋ ଇଚ୍ଛା ପୁରା କରିନେବୁ। ମୁଁ କହିଲି, ଦିଦି ମୁଁ ପ୍ରଥମେ ଗାଧୋଇକି ଆସୁଛି। ଦିଦି କହିଲା, ମୁଁ ବି ଗାଧୋଇବି। ତାପରେ ଦିଦି ତଳେ ଥିବା ଗାଧୁଆ ଘରକୁ ଗାଧୋଇବାକୁ ଚାଲିଗଲା, ଆଉ ମୁଁ ଛାତ ଉପରକୁ ଆସିଗଲି। ଆମେ 2 ଜଣ ଗାଧୋଇକି ଖାଇବାକୁ ଲାଗିଲୁ। ଦିଦି ଏବେ ଟି ସାର୍ଟ ଓ ପାଇଜାମା ପିନ୍ଧିଥିଲା। ଦିଦି ହଲ୍ରେ ସୋଫା ଉପରେ ବସିଥିଲା। ମୁଁ ଯାଇ ତା ପାଖରେ ବସି ପଡ଼ିଲି। ଆଉ ମୁଁ ଦିଦିକୁ ପୁଣି ଚଷିବାକୁ ଲାଗିଲି ଏବଂ ମୋ ହାତରେ ଦିଦିର ସାଉଁଳେଇବାକୁ ଲାଗିଲି। କିଛି ସମୟ ପରେ ଆମ 2 ଜଣଙ୍କର ସବୁ ଖତମ ହେଲା। ଆମେ ଲମ୍ବା ନିଶ୍ୱାସ ନେଲୁ। ମୁଁ କହିଲି, ଦିଦି ମୁଁ ତୁମର ଖୋଲିଦେବି? ଦିଦି ମୁଣ୍ଡ ହଲାଇ ହଁ କଲା। ଏବେ ମୁଁ ତାଙ୍କର ଖୋଲିକି ଚଷିବାକୁ ଲାଗିଲି, ଯେମିତି କୌଣସି ଗୋଟେ ଛୋଟ ଛୁଆ ଖାଏ। ଆଉ ଦିଦି ମୋତେ ଏମିତି କରିବାର ଦେଖି କହିଲେ, ଭାଇ ଏତେ ଟ୍ରେନିଂ କେଉଁଠୁ ନେଇଛୁ? ମୁଁ କହିଲି, ଦିଦି ଏହି ଦିନକୁ ମୁଁ କେବେଠାରୁ ଅପେକ୍ଷା କରିଥିଲି। ଆଜି ତମର ଚଷିବାର ସୁଯୋଗ ମିଳିଛି ଯେତେବେଳେ କୌଣସି କମି ଛାଡ଼ିବି ନାହିଁ। ଆଉ ଏମିତି କରିବା ଭିତରେ ଦିଦି ବହୁତ ଗରମ ହୋଇଯାଇଥିଲା। ଆଉ ଟିକେ ପରେ ମୁଁ ଦେଖିଲି ଦିଦିଙ୍କର ପୁରା ଚିକଣିଆ ଥିଲା, ସେଥିରେ ଗୋଟେ ବି ଚୁଟି ନଥିଲା। ମୁଁ ଦିଦିକୁ ପଚାରିଲି, ତୁମେ କେବେ ଚୁଟି ସଫା କରିଥିଲ? ଦିଦି କହିଲା, ଆଜି ସକାଳେ। ଆଉ ମୁଁ ଦିଦିଙ୍କର ମୋ ହାତରେ ସାଉଁଳେଇବାକୁ ଲାଗିଲି। ଆଉ ଦିଦିଙ୍କ ମୁହଁରୁ ଗରମ ଚିତ୍କାର ବାହାରିବାକୁ ଲାଗିଲା। ଦିଦି କହିଲେ, ତୁ ମୋର ସବୁ ଖୋଲି ଦେଇଛୁ, କିନ୍ତୁ ତୋର ଖୋଲି ନାହୁଁ। ତୁ ବି ତୋର ସବୁ ଖୋଲି ପକେଇଯା। ଆଉ ଦିଦି କହିବା ଅନୁସାରେ ମୁଁ ମୋର ସବୁ ପକେଇଦେଲି। ଏବେ ଆମେ 2 ଜଣ ପୁରା ଖୋଲା ହୋଇଯାଇଥିଲୁ। ମୁଁ କୌଣସି ଡେରି ନ କରି ଦିଦିଙ୍କର ଚାଟିବାକୁ ଲାଗିଲି। ଦିଦି ଶୀତସ୍ମାର ମାରି କହୁଥାଏ, ଭାଇ ମୋର ଚାଟ, ମୋର ଆହୁରି ଜୋରରେ ଚାଟ। ତୁ ମୋତେ ଆଜି ବହୁତ ମଜା ଦେଲୁଣି। କିଛି ସମୟ ପର୍ଯ୍ୟନ୍ତ ମୁଁ ଦିଦିଙ୍କର ଚାଟିଲି। ଆଉ ମୁଁ ଦିଦିଙ୍କୁ କହିଲି, ଦିଦି ତୁମେ ମୋର ସେଇଟାକୁ ଗାଧୁଆ ଘରେ ଦେଖିଥିଲ, କିନ୍ତୁ ଏବେ ଦେଖ ତୁମ ଭିତରକୁ ଯିବା ପାଇଁ ସିଏ କେମିତି ଉଚ୍ଛନ ହେଉଛି। କିନ୍ତୁ ତା ପୂର୍ବରୁ ମୁଁ ତୁମ ମୁହଁରେ ପୁରାଇବାକୁ ଚାହୁଁଛି। ମୋର ତୁମ ପାଟିରେ ପୁରାଇ ଖାଇଦିଅ ଦିଦି। ମୁଁ ତୁମର ଖାଇଛି। ତାପରେ ଦିଦି ମୋର ନେଇ ତାଙ୍କ ପାଟିରେ ପୁରାଇ ଖାଇବାକୁ ଲାଗିଲେ। ଆଉ କିଛି ସମୟ ପାଇଁ ମୁଁ ଦିଦିକୁ ମୋର ଖୁଏଇଲି। ତାପରେ ଆମେ 2 ଜଣ ଅଣସ୍ତରୀ ଆସନକୁ ଆସିଗଲୁ। କିଛି ସମୟ ପର୍ଯ୍ୟନ୍ତ ଜଣେ ଜଣଙ୍କର ଖାଇବା ପରେ ଦୁହେଁ ସୁଖ ପାଇଁ ଆତୁର ହୋଇ ଉଠିଲୁ। ଦିଦି ନିଜେ କହିଲେ, ବାସ୍ ଭାଇ, ଏବେ ତୋର ସେଇଟାକୁ ମୋ ଭିତରେ ପୁରେଇ ଦେ। ଏବେ ମୁଁ ଆଉ ରହିପାରୁନାହିଁ। ତାପରେ ଦିଦିର କଥା ଶୁଣି ମୁଁ ମୋର ନେଇକି ଦିଦିର ଭିତରେ ସେଟ୍ କଲି। ଆଉ ମୁଁ ଧକ୍କା ମାରିବାରୁ ମୋର ଅଧା ଦିଦିଙ୍କ ଭିତରେ ବସିଗଲା। ତାପରେ ମୁଁ ଦିଦିଙ୍କ ଭିତରେ ମୋର ପୁରା ପଶେଇ ଦେଲି। ମୁଁ ଭାବୁଥିଲି ଦିଦି ଭିତରୁ ରକ୍ତ ବାହାରିବ, କିନ୍ତୁ ସେମିତି କିଛି ହେଲା ନାହିଁ।
ତାପରେ ମୁଁ ଦିଦି ଭିତରେ ପୁରେଇ ଦିଦିଙ୍କୁ ପଚାରିଲି, କ'ଣ ଆଗରୁ କାହାର ତମେ ତମ ଭିତରେ ନେଇଛ କି? ସେ କହିଲା, ନା, କିନ୍ତୁ ବାଇଗଣ ପୁରେଇ ମୋର କଣାର ରାସ୍ତା ଫିଟେଇ ଦେଇଛି। ବହୁତ ଦିନ ହେଲା ଏଇ ଜିନିଷ ପାଇଁ ବିକଳ ହେଉଥିଲି। ମୁଁ ଜାଣିଥିଲି ତୁ ମୋ ସହ ସମ୍ପର୍କ ରଖିବା ପାଇଁ ସୁଯୋଗ ଖୋଜୁଛୁ। ଯେତେବେଳେ ମୁଁ ତୋତେ ଗାଧୁଆ ଘରେ ଖୋଲା ଦେହରେ ଦେଖିଲି, ତାପରେ ମୋ ମନ କହିଲା ତୋର ସେଇଟାକୁ ମୋ ଭିତରେ ନେବା ପାଇଁ। ଆଜି ତୁ ବି ତୋ ମନର ଇଚ୍ଛାକୁ ପୂରଣ କରିନେ। ଏସବୁ କଥା କହି ଦିଦି କାମୁକ ହୋଇଯାଇଥିଲା। ମୁଁ ଦିଦିକୁ ଧକ୍କା ମାରିବା ଆରମ୍ଭ କଲି। ଆଉ ଦିଦି ମୋ ଠାରୁ ମଜା ନେବାକୁ ଲାଗିଲା। ଆଉ କହିଲା, ଭାଇ ଜୋର ଜୋରରେ କର, ଆଜି ତୋ ଭଉଣୀକି ପୁରା ମଜା ଦେ। ଅନେକ ସମୟ ପର୍ଯ୍ୟନ୍ତ ଦିଦି ଏମିତି ମୋ ଠାରୁ ଆନନ୍ଦ ପାଇ ଚାଲିଲା। ଆଉ ଏତିକି ଭିତରେ ମୋର ପାଣି ବାହାରିବାର ସମୟ ହୋଇଯିବାରୁ ମୁଁ ପଚାରିଲି, ଦିଦି କେଉଁଠି ଛାଡ଼ିବି? ଦିଦି କହିଲା, ମୋ ଭିତରେ ଢାଳି ଦେ। ମୁଁ ତୋର ପାଣିକୁ ମୋ ଭିତରେ ଅନୁଭବ କରିବାକୁ ଚାହୁଁଛି। ତା କହିବା ପରେ ମୁଁ ମୋର ସବୁ ପାଣି ତା ଭିତରେ ଛାଡ଼ିଦେଲି। ଆଉ ମୁଁ ପଚାରିଲି, ଦିଦି ମଜା ଆସିଲା? ଦିଦି କହିଲା, ହଁ, ମୁଁ ତ ଏହା ଚାହୁଁଥିଲି। ଏତେ ଦିନ ହେଲା ମୋର ସବୁ ତୋ ଆଗରେ ହଲେଇକି ଦେଖାଉଥିଲି। ତୋତେ ନିଜେ ବୁଝିଯିବାର ଥିଲା କି ମୁଁ ତୋ ଠାରୁ କ'ଣ ନେବା ପାଇଁ ଚାହୁଁଛି। ତାପରେ ମୁଁ କହିଲି, ଦିଦି ଏବେ ତୁମେ ଚିନ୍ତା କର ନାହିଁ। ଏବେ ମୁଁ ତୁମକୁ ସବୁବେଳେ ଏମିତି ଖୁସି କରିବି। ଆଶା କରୁଛି ମୋର ଏଇ କାହାଣୀଟି ଆପଣମାନଙ୍କୁ ବହୁତ ଗରମ କରିଥିବ। ଯଦି ଗରମ କରିଛି ତାହେଲେ ଭିଡ଼ିଓକୁ ଗୋଟେ ଲାଇକ୍ କରନ୍ତୁ। ତଳେ କମେଣ୍ଟ ବକ୍ସରେ ଆପଣମାନେ କେଉଁଭଳି କାହାଣୀ ଶୁଣିବାକୁ ଚାହୁଁଛନ୍ତି ତାହା କମେଣ୍ଟ କରନ୍ତୁ। ଆଉ ଯଦି ଆପଣମାନେ କେଉଁ କାହାଣୀ ଆମ ପାଖକୁ ପଠାଇବାକୁ ଚାହୁଁଛନ୍ତି ତାହେଲେ ଆମ ମେଲ୍ ଆଇଡ଼ିରେ ଆମକୁ କାହାଣୀ ପଠାନ୍ତୁ ଓ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ। ଆଉ ଆଜି ପାଇଁ ଏତିକି, ରହୁଛି। ଦେଖା ହେବା ଆଉ ଏକ ନୂଆ ଭିଡ଼ିଓର ଏକ ନୂଆ ଗରମା ଗରମ କାହାଣୀରେ। ବିଶେଷ ଧନ୍ୟବାଦ ଦେଉଛି ଆମର ସେଇ ସବସ୍କ୍ରାଇବର ଭାଇଙ୍କୁ, ଯିଏକି ଆମ ପାଖକୁ ଏତେ ସୁନ୍ଦର କାହାଣୀ ପଠାଇଥିଲେ। ରହୁଛି।